ଅବଦାନ ଅନୁଷ୍ଠାନ କରିଅଛି ଆମର ଅଶୋକକୁ ଦୁଇ ପଦ କହିବା ପାଇଁ ମୁଁ ଅନୁରୋଧ କରୁଛି। ଆଞ୍ଚଳିକ ସେବା ସଂଗଠନର ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତ ସଭ୍ୟ ମାନଙ୍କୁ ପ୍ରଥମେ ମୋର ଗଭୀରତମ ହୃଦୟରୁ ପ୍ରଣାମ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି। ଆଜି ଏ ଗଣତନ୍ତ୍ର ଦିବସରେ ଆମେ କାହିଁକି ମନେ ରଖିବା ଯେ ଆମ ଦେଶ ସିନା 1947 ଅଗଷ୍ଟ 15 ସ୍ୱାଧୀନତା ହୋଇଗଲା, କିନ୍ତୁ ଆମେ ଶାସନ କ'ଣ ଜାଣିନଥିଲୁ, ଯାହାକି ତା'ର 2 ବର୍ଷ ପରେ ଆମେ ଆମକୁ କିଭଳି ଶାସନ କରିବୁ ସେଥିପାଇଁ ଆମର ଆଇନ ପ୍ରଣେତା ମାନନୀୟ ଭୀମରାଓ ଆମ୍ବେଦକର ଆଜିର ଦିନରେ ଆମେ କିଭଳି ଆମକୁ ଶାସନ କରିବା ସେହି ସମ୍ବିଧାନ ପ୍ରଣୟନ କଲେ। ଆଜିଠାରୁ ଚାଲିଲା ସେଇ କିଭଳି ଭାବରେ ଆମେ ଆମକୁ ନିଜେ ଶାସନ କରିବା, ଯେଉଁ ଶାସନ ପଦ୍ଧତିକୁ ଆମେ ସମସ୍ତେ ମାନିବା। ଏହାଦ୍ୱାରା ଆମ ଦେଶର ନିଶ୍ଚିତ ବିକାଶ ହୋଇଛି। ଆଜି ଭାରତକୁ କେହି ଜାଣିନଥିଲେ, ଆଜି ଭାରତକୁ ସାରା ବିଶ୍ୱରେ ତାହାର ଉନ୍ନତି ଚାଲିଛି। ଜୟ ଜବାନ, ଜୟ ଜବାନ, ଜୟ ଜବାନ, ଇନକଲାବ।